ବର୍ଷାରେ ଏଇ ମୌରଳି ମାଛ ଗୁଡ଼ିକ ମୋତେ ମୁହଁ ଖୋଲି କହିଲେ, ଦିଦି ଏତେ ବର୍ଷାରେ ଆଉ ନଈରେ ରହିବାକୁ ଇଚ୍ଛା ହେଲାନି ତ ସିଧା ଆପଣ ଘରକୁ ପଳେଇ ଆସିଲି। ଗୋଟେ ଭଲ ରେସିପିଟେ ଆଜି ବନେଇବ ବୋଲିକି ଆଶା ରଖିଲି। ତ ସେଇ ପ୍ରୟାସ ମୁଁ ଷ୍ଟାର୍ଟ କରିଦେଲି। ଭଲ ଭାବରେ ମାଛ ଗୁଡ଼ିକ ଧୋଇ ନେଲି, ତାପରେ ତା ଦେହରେ ଗୋଳେଇ ଦେଲି ଲୁଣ ହଳଦୀ, ତାପରେ ଗୋଟେ ମସଲା ରେଡ଼ି କଲି। ତାପରେ ଗ୍ୟାସ୍କୁ ଅନ୍ କରି କଢ଼େଇ ବସେଇକି ଆଉ କ'ଣ ସୋରିଷ ତେଲକୁ ପକେଇଦେଲି। ତାପରେ ଭଲ ଭାବରେ ମାଛ ପକେଇକି ଭଲ ଭାବରେ ଭାଜି ନେଲି। ଭାଜିକି ଦେଖନ୍ତୁ ଏଠି କିଛି ବାଇଗଣ, ଟମାଟୋ, ଧନିଆ ପତ୍ରକୁ କଟ୍ ମାରିକି ରଖିଦେଲି। ତାପରେ ସେଇ କଢ଼େଇରେ ମାଛ କାଢ଼ିକି ପକେଇଦେଲି ପଞ୍ଚ ଫୁଟଣ ସହ ଶୁଖିଲା ଲଙ୍କା। ତାପରେ ପକେଇଦେଲି ସେଇ 80 ଟଙ୍କା କେଜି ବାଇଗଣକୁ। ତାପରେ ପକେଇଲି ଲୁଣ ହଳଦୀ ପକେଇ ଏପଟ ସେପଟ କରିନେଇକି ପୁଣି ପକେଇଦେଲି ସେଇ 60 ଟଙ୍କା କିଲୋ ଟମାଟୋକୁ। କ'ଣ କରିବା, ନୂଆ ସରକାର ଆସିଛନ୍ତି ତ ନୂଆ ଜିନିଷର ରେଟ୍ ବି ମଧ୍ୟ ବଢ଼ିଯାଇଛି। ତାପରେ ପକେଇଦେଲି ସେଇ ମସଲାର ପେଷ୍ଟ 2 ଚାମଚ, ତାକୁ ମଧ୍ୟ ଭଲ ଭାବରେ କଷି ନେଲି। କଷି ହେଇଗଲା ପରେ ତେଲ ଛାଡ଼ି ସାରିଲା ପରେ ଦେଇଦେଲି ଆବଶ୍ୟକ ମୁତାବିକ ପାଣି ଟିକେ ଅଳ୍ପ କି ଦେଲି, କାହିଁକି ନା ଚୁନା ମାଛ କହିଛି ନା ଟିକେ ଭଲିକି ରେସିପିଟା କରିବ ବୋଲିକି। ତାପରେ ପକେଇଦେଲି ସେଇ ଚୁନା ମାଛକୁ ଦେହକୁ ଦେହ ଲଗେଇକି ଘୋଡ଼େଇ ଦେଲି। ତାପରେ ରେଡ଼ି ହେଇଗଲା। ଧନିଆ ପତ୍ର ପକେଇକି ଏପଟ ସେପଟ କରିକି ସର୍ଭ କରିନେଲି ଗରମ ଭାତ ସହ। ହରଡ଼ ଡାଲିରେ କେମିତି ଲାଗିବ ଯେ। ଯଦି ଆପଣମାନଙ୍କୁ ଏ ଭିଡ଼ିଓଟା ଭଲ ଲାଗିଥିବ ଲାଇକ୍ ସେୟାର